वेलकम टू डे 7। डे 7 रे ମୁଁ ଗୋଟେ ପାୱାରଫୁଲ ଏମିତି ଗୋଟେ ଜିନିଷ କହିବି ସୋ ଦ୍ୟାଟ୍ ଆପଣଙ୍କର ଫେଟ୍ ଲସ୍ କୁ ଏକ୍ସେଲେରେଟ୍ କରିପାରିବ। ସେଇଟା ହଉଛି ଡିପ୍ ସ୍ଲିପ୍। ବହୁତ ସାରା ଲୋକ ଦେଖୁଥିବେ କହୁଥିବେ ଯେ ତମେ ଯଦି ଶୋଇବାରେ ଟାଇମ୍ ସ୍ପେଣ୍ଡ କଲ କାମ କେବେ କରିବ, ରାଇଟ୍? ଯେତେବେଳେ ସେମାନେ ସିନିୟର ହଉଛନ୍ତି 40 ମାନେ 30+40+, ନମ୍ବର ୱାନ୍ ହଉଛି ଶୋଇବା, ସ୍ଲିପ୍, ଡିପ୍ ସ୍ଲିପ୍। ଏମିତି ନାହିଁ ଯେ ତମ ଡିପ୍ ସ୍ଲିପ୍ 4 ଘଣ୍ଟା ଶୋଇ ପଡିଲ ତାପରେ ଉଠି ପଡିଲ, ତାର ସେକେଣ୍ଡ ଆମାଉଣ୍ଟ ହଉଛି ମ୍ୟାକ୍ସିମମ୍ 6:30 to 7 hours। ଲୋକମାନେ କହିବେ 8 ଘଣ୍ଟା ବି ଶୋଇଲେ ଭଲ, 9 ଘଣ୍ଟା ବି ଶୋଇଲେ ଭଲ। ସେସବୁ ଆମର ଏବେ ହବନି। ଯେତେବେଳେ ତମେ 20 ବର୍ଷ ତଳୁ ଅଛ ନା, ତମର ବଡି, ଯେ ତମେ ରାତିରେ 5 ଘଣ୍ଟା ବି ଶୋଇ ପଡ ନା, ନେକ୍ସଟ ଡେ ତମର ଏନର୍ଜେଟିକ ଫିଲ୍ ହବ। ଯଦି 2 ଦିନ 3 ଦିନ କଣ୍ଟିନ୍ୟୁ ହେଲା 5 ଦିନ 5 ଘଣ୍ଟା ଶୋଉଛ, ତାହେଲେ ତମର ବଡି ରିଆକ୍ଟ କରିବ, ମାନେ ଟାୟାର୍ଡ ଫିଲ୍ ହବ ଇନିସିଆଲି। କଣ ପାଇଁ ନା 20 ବର୍ଷ ହଉଛି ବହୁତ ୟଙ୍ଗ। ଯେତେବେଳେ 30 ବର୍ଷ ହଉଛି, 30 ବର୍ଷରେ ମିନିମମ୍ ତମେ 6 to 7 hours ଶୋଇବାକୁ ପଡିବ। ଆଉ ଯଦି ମ୍ୟାକ୍ସିମମ୍ 40+ ହେଲା, ଟ୍ରାଏ କର ମ୍ୟାକ୍ସିମମ୍ 6:30 to 7:30 hours ଏ ଭିତରେ ଶୋଇବାକୁ। କାହିଁକି ନା ତମେ ଯେତେବେଳେ ଶୋଉଛ, ମୁଁ କହୁଛି ଟାୟାର୍ଡ ନ ହେଇକି। ଓକେ, ଫାଷ୍ଟ ମୁଁ କହିବି ଡିପ୍ ସ୍ଲିପ୍ କେମିତି ଶୋଇଯାଏ। ମୁଁ କେମିତି ପର୍ସନାଲି ମୁଁ ଟ୍ରାଏ କରୁଛି। ଶୋଇବା ଆଗରୁ ନା ଲାଇଟ୍ ସ୍ଲିପ୍ ଶୋଇବ, ତାପରେ ଡିପ୍ ସ୍ଲିପ୍। ନା କି ଡାଇରେକ୍ଟ ହିଁ ଶୋଇପଡ଼ିବ ପୁରା ଟାୟାର୍ଡ ହେଇକି, नो। ଓକେ, ମୁଁ 9:30ରେ ଆଲାର୍ମ ଆସୁଛି। ଆଲାର୍ମ ବାଜିଲେ ଶୋଇବାଟା, ସୋ 2 ମିନିଟ୍ 3 ମିନିଟ୍ରେ ମୁଁ ରେଡି ହେଇଯାଉଛି ଶୋଇବାକୁ। ଯେତେବେଳେ ମୁଁ ଶୋଉଛି, ଶୋଇଲା ପରେ ଜଷ୍ଟ ଲାଇଟଲି ମୋ ବଡି କାମ୍ କରୁଛି। କାମ୍ କେମିତି କରିପାରିବ? ଇନିସିଆଲି ଶୋଇକି ତମର ହାତ ଆଗ ଚେଷ୍ଟରେ ନହେଲେ ପେଟରେ ଏମିତି ରଖିବ, ନହେଲେ ତଳେ ବି ରଖିପାରିବ। ତମର ଯୋଉ ବ୍ରେଥିଂ ନାଉ ନା, କାମ୍ ଡାଉନ୍ କରିବାକୁ ଟ୍ରାଏ କର। କାମ୍ ଡାଉନ୍ କେମିତି କରିପାରିବ? ନାକ ଆଡେ ନବ, ଧୀରେ ନବ, ଧୀରେ ପାଟି ଆଡେ ଛାଡିବ ସ୍ଲୋରେ। ଓକେ, ଏମିତି 3 ଥର 4 ଥର କରିଦେଲ, ତମକୁ ବଡି ପୁରା ହାଲକା ହେଇଯିବ। ନେକ୍ସଟ ଯାହା ବି ଥଟ୍ସ ଆଉଛି, ଲେଟ୍ ଇଟ୍ ଗୋ କରିବ। ଜଷ୍ଟ ସେଇ 5 10 ମିନିଟ୍ ଆରାମସେ ହେଇଯିବ। ତାପରେ ଡିପ୍ ସ୍ଲିପ୍। ଆଉ ଡିପ୍ ସ୍ଲିପ୍ ର ଗୋଟେ ବେନିଫିଟ୍ କଣ? ଦେଖ, ଆମର ବଡିରେ ରିକଭରି ଦରକାର। ତମେ ୱାର୍କଆଉଟ କରୁଛ, ବଡିକୁ ରିକଭରି ଦରକାର ନା, ତ ସ୍ଲିପ ରୁ ଆସିବ। ଆଉ ତମେ ଦିନଟା କିଛି ନଲେଜ ବି ଗେନ୍ କରୁଛ, ଇନ କେସ୍ ମନେ ପକାଅ ଜଣେ 5 6 ଘଣ୍ଟା ନଲେଜ ଗେନ୍ କରଲା, ସେ ଯଦି ଡିପ୍ ସ୍ଲିପ୍ ଶୋଇ ପଡିଲା ନା, ସେ ମେମୋରି ପାୱାର ତାର ବଢିଯିବ। ମୁଁ ଆ ବିଷୟରେ ଟେକ୍ନିକାଲି ଆଗ ଭିଡିଓ ବନେଇବି। ଜଷ୍ଟ ଏବେ ଟ୍ରାଏ କରନ୍ତୁ 9ଟା ରୁ 10ଟା ଭିତରେ ଶୋଇପଡିବାକୁ। ଆଗକାଳ ଲୋକମାନେ ଦେଖୁଥିବେ, ଆମର ଜେଜେବାପା ଜେଜେମାର ଟାଇମରେ 6ଟା 7ଟା ବେଳେ ଖାଇ ଦଉଥିଲେ, 8ଟା ଆଦৌ ଶୋଇ ପଡୁଥିଲେ, ନା କଣ? ତ ତାଙ୍କର ଲଞ୍ଜେଭିଟି ଥିଲା, ମାନେ ଲଙ୍ଗ ଟାଇମ ତାଙ୍କ ଷ୍ଟ୍ରଙ୍ଗ ହେଇଥିଲେ। ବଟ୍ ଏପର ସବୁ ଆଗ ପୁରା ଫେକ୍ ଫେକ୍ ପନିର ସବୁ ଜିନିଷ ମିଳିଛି। ତ ଆମକୁ ଆଟଲିଷ୍ଟ ଆମ ଦ୍ୱାରା ଟ୍ରାଏ କରିବାକୁ ପଡିବ, କେମିତି କଲେ ଆମକୁ ଇମ୍ପ୍ରୁଭ ହବ। ସୋ ଡିପ୍ ସ୍ଲିପ୍ ଏବେ ଟ୍ରାଏ କରନ୍ତୁ, ଫାଷ୍ଟ ଲାଇଟ୍ ସ୍ଲିପ୍, ତାପରେ ଡିପ୍ ସ୍ଲିପ୍ରେ ଶୋଇବା ପାଇଁ। ଥ୍ୟାଙ୍କ ୟୁ ଏଭ୍ରିୱାନ୍।